ଜୟ ଜଗନ୍ନାଥ। ଜଣେ ଶିଷ୍ୟ, ଜଣେ ଭକ୍ତ ଯେଉଁମାନେ କି ସାଧନ ପଥରେ ନିଜକୁ ଅଗ୍ରଗତି କରିବାକୁ ଚାହୁଁଛନ୍ତି, ଯେଉଁମାନଙ୍କର ଭଗବତ ବିଶ୍ୱାସ ଅଛି, ଯେଉଁମାନେ ମାନବିକତାର ଅର୍ଥ ବୁଝିଛନ୍ତି, ଯେଉଁମାନେ ସାଧନ ପଥରେ ନିଜକୁ ନିୟୋଜିତ କରି ଭଗବତ ପ୍ରାପ୍ତି କରିବାକୁ ଏଇ ଜନ୍ମରେ, ଏଇ ମଣିଷ ଜନ୍ମରେ ଚାହୁଁଛନ୍ତି, ଯେଉଁମାନେ ମଣିଷ ଜନ୍ମର ସାର୍ଥକତା, ମଣିଷ ଜୀବନର ସାର୍ଥକତା ପାଇବାକୁ ଇଚ୍ଛୁକ, ସେହିଭଳି ଜଣେ ଆଗ୍ରହୀ, ସେହିଭଳି ଜଣେ ସାଧକ ସେ ଗୁରୁଦେବକୁ ପ୍ରଶ୍ନ କଲେ। ଗୁରୁଦେବ, ଯେଉଁମାନେ ସିଦ୍ଧ ଭଗବତ ସାକ୍ଷାତକାର ଲାଭ କରୁଛନ୍ତି, ସେମାନଙ୍କର ପୁଣି ଭୋଗରେ ସେମାନେ ଆସକ୍ତ ହେବେ କି? ଗୁରୁଦେବ କହୁଛନ୍ତି, ଭଗବତ ସାକ୍ଷାତକାର ଲାଭ ପରେ ଭୋଗରେ ସେମାନେ ଲିପ୍ତ ହେବେନି। ଭୋଗ ଆକର୍ଷଣ ତାଙ୍କ ପ୍ରତି ରହିବ ନାହିଁ। ବଡ଼ ବଡ଼ ଅପ୍ସରାମାନେ ମଧ୍ୟ ପ୍ରଭାବ ପକାଇ ପାରିବେ ନାହିଁ। କିନ୍ତୁ ଯଦି ଭଗବାନ ପ୍ରେରଣ କରନ୍ତି, ଭଗବାନ ଇଚ୍ଛା କରନ୍ତି, ତେବେ ସେ ପୁଣି ଭୋଗରେ ଲିପ୍ତ ହୋଇପାରିବେ। କିନ୍ତୁ ସେମାନଙ୍କର ଭୋଗରେ ଆଦୌ ଆସକ୍ତି ରହିବ ନାହିଁ। ଭଗବାନ ନାରଦ, ସେ ଭଗବାନଙ୍କର ଅବତାର। ନାରଦ ଯିଏ ସିଦ୍ଧ ମହାପୁରୁଷ, ତାଙ୍କ ଇଚ୍ଛାରେ ସେ ଭଗବାନଙ୍କୁ ଆବାହନ କରିପାରନ୍ତି। ପାଖକୁ ଯେତେବେଳେ ଚାହିଁବେ ସେତେବେଳେ ଆବାହନ କରିପାରନ୍ତି। ଭଗବାନ ଯେତେବେଳେ ଦେଖିଲେ ନାରଦଙ୍କର ଅହଙ୍କାର ଆସିଯାଇଛି, ସେ ଭାବୁଛନ୍ତି ନିଜକୁ କାମ ବିଜୟୀ ବୋଲି ନିଜକୁ ଗର୍ବ ଅନୁଭବ କରୁଛନ୍ତି, ସେତେବେଳେ ଭଗବାନ କ'ଣ କଲେ ନା କାମଦେବତାକୁ ଡାକିଲେ, କହିଲେ ତମେ ଯାଅ ନାରଦ ଉପରେ ତୁମର କାମ ବିସ୍ତାର କର। ଯେତେବେଳେ କାମଦେବତା ନାରଦ ଉପରେ କାମ ବିସ୍ତାର କରୁଛନ୍ତି, ସେତେବେଳେ ନାରଦ କ'ଣ ଦେଖୁଛନ୍ତି ନା ଗୋଟେ ସୁନ୍ଦର ନଗରୀ, ସୁଶୋଭିତ ରାଜା ସିଂହାସନରେ ବସିଛନ୍ତି। ରାଜା ତାଙ୍କ କନ୍ୟାଙ୍କର ସ୍ୱୟଂବର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ନାରଦ ସେଇ ରାଜନଗର ପ୍ରତି ଆକର୍ଷିତ ହୋଇ ରାଜାଙ୍କ ପାଖକୁ ଯାଇଛନ୍ତି। ରାଜା ସିଂହାସନରୁ ଓହ୍ଲାଇ ପଡ଼ି ସାଷ୍ଟାଙ୍ଗ ପ୍ରଣିପାତ ନାରଦକୁ କରୁଛନ୍ତି ଏବଂ ତାଙ୍କ ନିଜ ପରିବାର ବର୍ଗଙ୍କୁ ସମସ୍ତଙ୍କୁ ଡାକିଛନ୍ତି ମହର୍ଷିକୁ ପ୍ରଣାମ କରିବା ପାଇଁ। ଯେତେବେଳେ ସମସ୍ତେ ଆସିଛନ୍ତି, କନ୍ୟା ବି ତାଙ୍କ ଭିତରେ ଆସିଛି, ଯେଉଁ କନ୍ୟାର ସ୍ୱୟଂବର ହେବ, ସେ କନ୍ୟା ପ୍ରତି ନାରଦ ଅଧିକ ଆକର୍ଷିତ ହୋଇଛନ୍ତି। ସେଠୁ ରାଜା କହୁଛନ୍ତି, ମହର୍ଷି ଆଉ ତାଙ୍କର କନ୍ୟାର ଝିଅର ଟିକେ ହାତ ଦେଖିଲେ। ଯେତେବେଳେ ଝିଅର ହାତ ଦେଖିଛନ୍ତି ଝିଅର ହାତରେ ଅଛି, ତାଙ୍କୁ ଯିଏ ବିବାହ କରିବ ସେ ମାନେ ତାର ମୃତ୍ୟୁ ନାହିଁ, ସେ ଅମରତ୍ୱ ଲାଭ କରିବ। ଯିଏ ବିବାହ କରିବ, ଯାହାକୁ ସେ ବିବାହ କରିବ, ତାର ଅମରତ୍ୱ ପ୍ରାପ୍ତି ଅଛି, ସୁଖ ସ୍ୱଚ୍ଛନ୍ଦ, ମାନେ ଅନେକ କିଛି ପ୍ରାପ୍ତି ଅଛି। ଯେତେବେଳେ ସେ ଦେଖିଛନ୍ତି ନାରୀର ଏତେ ବଡ଼ ସୌଭାଗ୍ୟ, ସେ କହିଛନ୍ତି ମୁଁ ଏଇ ନାରୀକୁ ବିବାହ କରିବି। ଯେତେବେଳେ ନାରୀକୁ ବିବାହ କରିବାକୁ ଚାହିଁଛନ୍ତି, ସେତେବେଳେ ସେ କ'ଣ କରିଛନ୍ତି, ସେ ଭାବିଛନ୍ତି କାଲି ତ ସ୍ୱୟଂବର ହେବ, ମୁଁ ସ୍ୱୟଂବରରେ କେମିତି କ'ଣ ଯୋଗ ଦେବି? ମୋର ରୂପକୁ, ନିଜ ରୂପକୁ ସେ ଯଦି ଭାବିଛନ୍ତି, ଯଦି ହରିଙ୍କର ରୂପ ମୁଁ ପ୍ରାପ୍ତ ହେବି, ତେବେ ମୋତେ ସେ କନ୍ୟା ସ୍ୱୟଂବରରେ ନିଶ୍ଚୟ ବର୍ଣ୍ଣମାଳା ପକାଇବ। ସେଠୁ ଯେତେ ଦେଖ ଭକ୍ତ, ଯେଉଁମାନେ ଭଗବତ ପ୍ରାପ୍ତି ହେଇଛନ୍ତି, ଭଗବାନଙ୍କର ଇଚ୍ଛାରେ ତା ପ୍ରତି କାମ ମାୟା ପ୍ରଭାବ ବିସ୍ତାର କଲେ ବି ସେ ଭଗବାନଙ୍କ ଚରଣ କେବେ ଭୁଲନ୍ତିନି। ସେ ପୁଣି ସେତେବେଳେ ବି ଭଗବାନଙ୍କୁ ମନେ ପକାଉଛନ୍ତି, ହେ ଭଗବାନ, ମୋତେ ହରି ରୂପ ପ୍ରଦାନ କରନ୍ତୁ। ହରିଙ୍କର ତ ଅଶେଷ ରୂପ। ଭଗବାନ ହରି କ'ଣ କଲେ ନା କହିଲେ, ପୁଣି ସେ ମାଗୁଛନ୍ତି ନା ଦେଖ, ମୋ ପାଇଁ ଯେଉଁ ରୂପଟା ଯାହା ଭଲ ହେବ, ଯେଉଁଥିରେ ମୋର ଉତ୍ତମ ଗତି ହେବ, ମୋତେ ସେଇ ଉପକାର ମୋର କରନ୍ତୁ। ଭଗବାନଙ୍କୁ ଯେତେବେଳେ କହିଛନ୍ତି, ଭଗବାନ କହିଲେ ନିଶ୍ଚୟ ମୁଁ ତୁମେ ଚାହୁଁଥିବା ଠାରୁ ଅଧିକ ତୁମର ଉପକାର କରିବି। ସେଠୁ ଭଗବାନ କ'ଣ କରୁଛନ୍ତି ନା ତାକୁ ଗୋଟେ ମର୍କଟ ରୂପ ଦେଇଛନ୍ତି। ସେ ମର୍କଟ ରୂପ କାହାକୁ ଦେଖାଯିବ? ସେ ରାଜକନ୍ୟାକୁ ଦେଖାଯିବ, ନାରଦଙ୍କର ମର୍କଟ ରୂପଟା, ଆଉ ହରିଙ୍କର, ବିଷ୍ଣୁଙ୍କର ପାର୍ଶ୍ୱଦ 2 ଜଣଙ୍କୁ ଦେଖାଯିବ, ଆଉ କାହାରିକି ଦେଖାଯିବ ନାହିଁ। ଆଉ ସମସ୍ତଙ୍କୁ ଦେଖାଯିବ ନାରଦ ରୂପ। କିନ୍ତୁ ସେ କନ୍ୟା ଯେତେବେଳେ ନାରଦକୁ ଦେଖିବ, ସେ ମର୍କଟ ରୂପ ଦେଖିବ, ଆଉ ତାଙ୍କର ହରିଙ୍କର ପାର୍ଶ୍ୱଦ ସିଏ ବି ଦେଖିପାରିବେ ନାରଦଙ୍କର ମର୍କଟ ରୂପ। ଯେତେବେଳେ କନ୍ୟା ପ୍ରଥମେ ଆସି ନାରଦ ପ୍ରଥମ ଆସନରେ ବସିଛନ୍ତି, ଯେତେବେଳେ କନ୍ୟା ଆସି ନାରଦକୁ ଦେଖିଛି କହିଲେ ମାଙ୍କଡ଼ଟାକୁ କାହିଁକି ପ୍ରଥମେ ବସା ହେଇଛି, ପଳେଇଛନ୍ତି। ସେଠୁ ନାରଦ ଭାବିଲେ, କହିଲେ ମୋ ହରି ରୂପକୁ କ'ଣ ସେ ଭଲ କିନ୍ତୁ ଦେଖିପାରିଲେନି କି କନ୍ୟା? ସେଠୁ ପୁଣି କ'ଣ କରୁଛନ୍ତି ନା ପୁଣି ମଝିକି ଯାଇକି ବସିଛନ୍ତି। ପୁଣି ସେ ନାରୀ କ'ଣ କରୁଛି ନା କହିଲେ ମର୍କଟଟାକୁ କି ମାଙ୍କଡ଼ଟାକୁ କିଏ ଏଠି ଆଣିକି ବସେଇଛି କହିକି ପୁଣି ପଳେଇଛନ୍ତି। ଯେତେବେଳେ ରାଜକନ୍ୟା ତାଙ୍କୁ ତ୍ୟାଗ କରିକି ଯାଇଛନ୍ତି, ସେଠୁ ସ୍ୱୟଂ ଭଗବାନ ତାଙ୍କ ବେଶରେ ସେ ସ୍ୱୟଂବରରେ ପଦାର୍ପଣ କରିଛନ୍ତି। ସେ ରାଜକନ୍ୟା ସେଠୁ ଭଗବାନଙ୍କୁ
ତାଙ୍କର ବର୍ଣ୍ଣମାଳା ପ୍ରଦାନ କରିଛନ୍ତି। ନାରଦ କ୍ଷୁବ୍ଧ ହୋଇଯାଇଛନ୍ତି, କହିଲେ ମୋ ପ୍ରତି ଛଳନା କଲେ ଭଗବାନ, ମୋ ପ୍ରତି ଛଳନା କଲେ, କପଟାଚରଣ କଲେ, ନିଜେ ହରିବେଶ ନେଇଗଲେ। ସେଠୁ ତାଙ୍କ ହରିଙ୍କର ପାର୍ଶ୍ୱଦ 2 ଜଣ କହିଲେ ଆପଣ ଟିକେ ପାଣିରେ ମୁହଁ ଦେଖନ୍ତୁ, ଆପଣଙ୍କର ମୁହଁଟା ଆପଣ ଦେଖିପାରିବେ। ଯେତେବେଳେ ପାଣିରେ ମୁହଁ ଦେଖିଛନ୍ତି ସେ ଦେଖିଲେ ମର୍କଟ ରୂପ, ସେ ବହୁତ ରାଗିଗଲେ, କ୍ଷୁବ୍ଧ ହୋଇଗଲେ। ମାନେ ତାଙ୍କର ଯେମିତି ଭିତରୁ ତାଙ୍କର ଆତ୍ମାଟା କିଏ କାଢ଼ି ନେଲା ଭଳିଆ, ମାନେ ଏତେ ଦୁଃଖ, ଏତେ ଯନ୍ତ୍ରଣା, ଯେତେବେଳେ ସେ କନ୍ୟାଟି ହରିକି ବର୍ଣ୍ଣମାଳା ଦେଇଛନ୍ତି, କ୍ଷୁବ୍ଧ ହୋଇଛନ୍ତି। ତାପରେ ବହୁତ ରାଗରେ, କ୍ରୋଧରେ କହିଲେ ଆଜି ମୁଁ ମୋର ମୁନିର ସ୍ୱଭାବ ଦେଖାଇବି, ମୁଁ ଆଜି ଅଭିଶାପ ଦେବି। ସେଇ ସକାଶେ ସେ ବାହାରିଲେ ବୈକୁଣ୍ଠପୁର ବିଷ୍ଣୁକୁ ଅଭିଶାପ ଦେବା ପାଇଁ। କହିଲେ ମୁଁ ମୁନି, ଯଦି ମୋର ତପଶକ୍ତି ଥିବ ମୁଁ ତାଙ୍କୁ ଅଭିଶାପ ଦେବି। ବାଟରେ ଯାଉଥିଲେ ଭଗବାନଙ୍କୁ ଭେଟ ହୋଇଗଲେ, ଭଗବାନ ସେଇ କନ୍ୟା ସହିତ ଯାଉଛନ୍ତି। ସେଠୁ ଭଗବାନଙ୍କୁ ଅଭିଶାପ ଦେଲେ, କହିଲେ ମୋତେ ଯେମିତି କନ୍ୟାର ବିରହ ଯନ୍ତ୍ରଣା ତମେ ପକେଇଲ, ଆପଣ ବି ସେଇଭଳିଆ କନ୍ୟାର ବିରହ ଯନ୍ତ୍ରଣାରେ ରହିବେ। ଆଉ ଆପଣଙ୍କର ଏଇ ଯେଉଁ ମର୍କଟ ରୂପ ମୋତେ ଦେଇଛନ୍ତି, ସେଇ ମର୍କଟ ହିଁ ଆପଣଙ୍କର ସାଙ୍ଗସାଥି ହେଇ ରହିବେ। ଦେଇଦେଲେ। ଏଇ କଥା କହିଲା ପରେ ଭଗବାନଙ୍କର ମାୟା ଅପସାରିତ ହୋଇଯାଇଛି। ଭଗବାନ ଦେଖିବେ, ଭଗବାନ ସେ କନ୍ୟା ହେଲେ ଲକ୍ଷ୍ମୀ। ଯେତେବେଳେ ଲକ୍ଷ୍ମୀକୁ ନାରଦ ଦେଖିଛି, ସେ କହିଲା ମୁଁ କ'ଣ କଲି, ତ ଲକ୍ଷ୍ମୀ ସ୍ୱୟଂ ଲକ୍ଷ୍ମୀ ଆଉ ନାରାୟଣ, ଲକ୍ଷ୍ମୀ ନାରାୟଣ, ସେ କନ୍ୟା ଫନ୍ୟା କିଛି ନାହିଁ। ସେଠୁ ସେ କହିଲେ, ସେଠୁ ନିଜକୁ ଯେତେବେଳେ ଅନୁତାପ କରିବାକୁ ଯାଉଛନ୍ତି, ଭଗବାନ କହୁଛନ୍ତି ନାଇଁ ନାଇଁ, ତମେ ଯେଉଁ ଅଭିଶାପ ଦେଇଛ ସେଇଟା ମୋ ଇଚ୍ଛାରେ ହେଇଛି, ସେ ଅଭିଶାପଟା ବି ମୋ ଇଚ୍ଛା ବିନା କିଛି ହେଇପାରିବନି। ମାନେ ଭଗବାନଙ୍କର ଇଚ୍ଛାରେ ସେ ଅଭିଶାପ ଦେଇଛନ୍ତି, ସେ ବାନରମାନଙ୍କ ସାଙ୍ଗ ରହିବେ ଆଉ ପତ୍ନୀ ବିରହରେ ରହିବେ। ତେଣୁକରି ଯେଉଁମାନେ ସିଦ୍ଧ ମହାପୁରୁଷ, ଯେଉଁମାନଙ୍କର ଭଗବତ ସାକ୍ଷାତକାର ଲାଭ ହୋଇସାରିଛି, ସେମାନଙ୍କର କୌଣସି କ୍ଷେତ୍ରରେ ରାଗ, କ୍ରୋଧ, ଲୋଭ, ତାପରେ ଏଇ ଯେଉଁ କାମ, ଏଥିରେ ସେମାନେ କେବେ ପରାସ୍ତ ହେବେନି। ତାଙ୍କୁ କୌଣସି ଯେତେ ବଡ଼ ଅପ୍ସରା ଆସୁ ତାଙ୍କୁ ପରାସ୍ତ କରିପାରିବନି। ନାରଦ ଭଳିଆ ବ୍ୟକ୍ତି ସ୍ୱର୍ଗର ବଡ଼ ବଡ଼ ଅପ୍ସରା ଯାହାକୁ ରୂପ ପ୍ରଲୋଭନରେ ମାନେ କୌଣସି ପ୍ରଭାବ ପକାଇ ପାରନ୍ତିନି, ତାଙ୍କର ଏଭଳି ଅବସ୍ଥା କେମିତି ହେଲା ନା ଭଗବାନଙ୍କ ଇଚ୍ଛାରେ ହେଲା। ଭଗବାନ ତାଙ୍କୁ କାମକୁ ପ୍ରେରଣ କଲେ, ଭଗବାନ ତାଙ୍କୁ ଇଚ୍ଛାରେ ଭଗବାନଙ୍କ ଇଚ୍ଛାରେ ସେ ତାଙ୍କର ପତନ ହେଲା। କାରଣ ସେ କାମର ବିଜୟୀ ପାଇଁ ତାଙ୍କ ଭିତରେ ମନ ଭିତରେ ଅହଙ୍କାର ଥିଲା। ସେ ଅହଙ୍କାରକୁ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ, ସେ ଭକ୍ତର ସବୁବେଳେ ଉପକାର କରନ୍ତି। ସେ ନାରଦଙ୍କର ଉପକାର ନିମିତ୍ତ, ନାରଦଙ୍କୁ ଆହୁରି ଉତ୍ତମ ଗତି ଲାଭ କରିବା ନିମିତ୍ତ, ସେ ତାଙ୍କର ଅହଙ୍କାରର ବିନାଶ ନିମିତ୍ତ ସେ ଏ ପ୍ରକାର କାମ ପ୍ରେରଣ କରିଥିଲେ। ନହେଲେ ଭଗବତ ସାକ୍ଷାତ ହେଲା ପରେ, ସିଦ୍ଧ ମହାପୁରୁଷ ହେଲା ପରେ କୌଣସି ଶକ୍ତି ନାହିଁ ତୁମକୁ କାମ ହେଉ, କ୍ରୋଧ ହେଉ କି ମାୟା ହେଉ ତୁମକୁ ପ୍ରଭାବିତ କରିପାରିବ, କୌଣସି ଶକ୍ତି ନାହିଁ ପ୍ରଭାବିତ କରିପାରିବ। ଏଣୁ ମନେ ରଖ, ଯେଉଁ ସାଧକ ସିଦ୍ଧି ଲାଭ କରିଛନ୍ତି, ଯେଉଁମାନଙ୍କର ଭଗବତ ପ୍ରାପ୍ତି ହୋଇସାରିବ, ସେମାନଙ୍କର ପତନ କୌଣସି ମତରେ କସ୍ମିନ୍ କାଳ ପତନ ସମ୍ଭବ ନୁହେଁ। ଯଦି ହେବ ସେ ଭଗବାନଙ୍କର ଇଚ୍ଛାରେ ହେବ। ସେଥିପାଇଁ ଅହଙ୍କାର କୌଣସି କ୍ଷେତ୍ରରେ କରିବା ଉଚିତ ନୁହେଁ। ଅହଙ୍କାର ହେଉଛି ବହୁତ ବଡ଼ ଜିନିଷ। ଅହଙ୍କାର, ଗର୍ବ, ୟାକୁ ଭଗବାନ ସହିପାରିବେନି, ଆଉ ସମସ୍ତ ଜିନିଷ ସହିପାରିବେ। ଜୟ ଜଗନ୍ନାଥ।